ମୁଁ କ'ଣ ଖାଇଲି ଯେ ମୋତେ ଏତେ ଭଲ ଲାଗିଲା, ଭିଡ଼ିଓଟି ଲାଷ୍ଟ ଯାଏଁ ଦେଖିଲେ ଜାଣିପାରିବେ। ହାଇ ସାଙ୍ଗମାନେ, ଜୟ ଜଗନ୍ନାଥ। ତ ସକାଳୁ ମୁଁ ପଳେଇଥିଲି ମାଛ ଆଣିବା ପାଇଁ, ଯେହେତୁ ଥିଲା ଆଇଁଷ ବାରି ଶୁକ୍ରବାର, ସେଥିପାଇଁ ଆଇଁଷ ଆଣିବା ପାଇଁ ପଳେଇଥିଲି। ଆଜି ଆମ ଘରେ ହେବ କଞ୍ଚା ମାଛ ଇଲିଶି ଝୋଳ। ତ ଆପଣମାନେ କେବେ କଞ୍ଚା ମାଛ ଇଲିଶି ଝୋଳ ଖାଇଛନ୍ତି କମେଣ୍ଟ ବକ୍ସରେ ନିହାତି ଜଣାଇବେ। ତ ଆମେ ଏଠି କଟା ମାଛ ଗାରେ ଲଙ୍କାଗୁଣ୍ଡ, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା, ଫିସ୍ ପାଉଡ଼ର, ସ୍ୱାଦ ଅନୁସାରେ ଲୁଣ ପକାଇ ଦେଇକି ସୋରିଷ ବଟା ପକାଇ ଦେଇଥିଲୁ। ତ ଆପଣମାନେ ସବୁବେଳେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲି ଯାଉଛନ୍ତି। ଯଦି ଇନଷ୍ଟା ଦେଖୁଛନ୍ତି ଗୋଟେ ଫଲୋ ମାରିଦେବେ, ଯଦି ଭିଡ଼ିଓଟା ଭଲ ଲାଗେ ତ ଗୋଟେ ଲାଇକ୍ କରିଦେବେ। ତାପରେ ଆମେ ଟିକେ ସୋରିଷ ତେଲ ପକାଇ ଦେଇକି ବିଲାତି ଗୁଡ଼ିକୁ ପକାଇ ଦେଇକି ଭଲ ଭାବରେ ଗୋଳେଇ ଦେବା। ଆପଣମାନେ କେବେ ଇଲିଶି ମାଛ ଝୋଳ ଖାଇଛନ୍ତି କମେଣ୍ଟ ବକ୍ସରେ ନିହାତି ଜଣାଇବେ। ଆଉ ଯଦି ବି ନ ଖାଇଛନ୍ତି ଥରେ ଟ୍ରାଏ କରନ୍ତୁ। ତାପରେ ଗୋଳେଇ ସାରିଲା ପରେ ଏଇଠି ଆମେ ବସାଇଦେବା ଗ୍ୟାସ୍ରେ। ତ ହେଇଯିବ କିଛି ସମୟ ପରେ, ତ ଫୁଟି ଉଠିଲେ ରେଡ଼ି ହେଇଯିବ ଆମର କଞ୍ଚା ମାଛ ଇଲିଶି ଝୋଳ। ତ ଆଜିର ଭିଡ଼ିଓଟା ଏଇଠି ହେଲା। ଦେଖା ହେବା ନେକ୍ସଟ ବ୍ଲଗ୍ରେ। ଜୟ ଜଗନ୍ନାଥ।